କାଲି ରାତିର ଚୋରି ହେଇଛି। ମାଆଙ୍କର ମୁକୁଟ ଚୋରି ହେଇଛି, ମଙ୍ଗଳସୂତ୍ର ଚୋରି ହେଇଛି, ଆଉ ଗୋଟେ ନାକଦନା ତାକୁ ଚୋରି ହେଇଛି। ଆଉ ମାନେ ଯେଉଁ ଚିତା ସବୁ ଲୋକମାନେ ଦେଇଥିଲେ ସେ ଚିତା ସବୁ ଚୋରି ହେଇଛି। ଆଉ ଶିବ ମନ୍ଦିରରେ ତାଙ୍କର ସେଭଳିଆ ଚିତା, ପାଟି, ନାକ, ଆଖି ସେସବୁ ଚୋରି ହେଇଛି। ଦାନ ବାକ୍ସ ମାଆଙ୍କର ଖୋଲିକି ସବୁ ନେଇଯାଇଛନ୍ତି। ସବୁ ମାନେ ଚାବି ଟୋଟାଲ ଭଙ୍ଗା ହେଇଛି। ଆଉ ଆମ ମନ୍ଦିର କାଲି ରାତିରେ ହେଉଛି ଚୋରି ହେଇଛି, ମାନେ ଲେଟ୍ ନାଇଟ୍ରେ ଚୋରି ହେଇଛି। ସମସ୍ତେ ଶୋଇପଡ଼ିଥିଲେ। ଘର ପାଖରେ ଯେଉଁ ଦୁଇଟା ଘର ଅଛି, ମାନେ ମନ୍ଦିର ପାଖରେ, ସେ ଦୁଇଟା ଘରକୁ ହେଉଛି ବାହାର ପଟରୁ ଲକ୍ କରାହେଇଛି। ଲକ୍ କଲା ପରେ ତାପରେ ଚୋରି କରିଛନ୍ତି। 4ଟା ମନ୍ଦିର ଚୋରି ହେଇଛି। ଆମର ଏଠି 4ଟା ମନ୍ଦିର ଅଛି, କାହିଁକିନା ଶିବ ମନ୍ଦିର, ମଙ୍ଗଳା ମନ୍ଦିର, ହନୁମାନ ମନ୍ଦିର ଗୋଟେ, ରାଧାକୃଷ୍ଣ ମନ୍ଦିର ଗୋଟେ। ଆଉ ମାଆଙ୍କ ମନ୍ଦିର ଯେଉଁ ମଙ୍ଗଳା ମାଆଙ୍କ ମନ୍ଦିରଟା ଅଛି, ସେଇଟା ତାଙ୍କର ହେଉଛି 1.5 କିଲୋ ଭଳିଆ ହେଉଛି, ହେବ ହେଉଛି କିଲୋ 1.5 କିଲୋର ରୂପାର ମୁକୁଟ ଗୋଟେ ଚୋରି ହେଇଛି। ତାଙ୍କର ସୁନାର ଥିଲା ମଙ୍ଗଳସୂତ୍ର, ନେକଲେସ୍, ଆଉ ଚିତା, ଆଉ ତାଙ୍କ ହାତରେ ଥିଲା ହେଉଛି ଯେଉଁ ମାନେ ସୁନାର ଯେଉଁ ବାଉଟି, ସେଗୁଡ଼ାକ ସବୁ ଚୋରି ହେଇଯାଇଛି। ଆଉ ଶିବ ମନ୍ଦିରରେ ତାଙ୍କର ଯେତିକି ସବୁ ରୂପାର ଅଳଙ୍କାର ଥିଲା, ଆଖି, ନାକ, ଏଗୁଡ଼ା ସବୁ ଥିଲା, ସେଗୁଡ଼ା ବି ଚୋରି ହେଇଛି। 2ଟା ମନ୍ଦିରର ଦାନ ବାକ୍ସ ବି ଚୋରି ହେଇଛି। ହନୁମାନ ମନ୍ଦିରର ଦାନ ବାକ୍ସ ଚୋରି ହେଇଛି। ରାଧାକୃଷ୍ଣ ମନ୍ଦିରର ଦାନ ବାକ୍ସ ଚୋରି ହେଇଛି। ଆଉ ରାଧାକୃଷ୍ଣ ମନ୍ଦିରରେ ହେଉଛି ତାଙ୍କର ଯେତିକି ସବୁ ରୂପାର ଥିଲା ସବୁ ଅଳଙ୍କାର ଗୁଡ଼ା, ମୁକୁଟ 2ଟା ଥିଲା, ଆଉ ହେଉଛି ତାଙ୍କ ବଂଶୀ ଗୋଟେ ଥିଲା, ଆଉ ହାର ଥିଲା, ଆଉ ହେଉଛି ତାଙ୍କ 2 ଜଣ ହାତର ବଳା ଥିଲା, ଖଡ଼ୁ ଥିଲା ହେଉଛି ଗୋଡ଼ରେ, କାନ ଫୁଲ ଥିଲା, ସେଗୁଡ଼ା ବି ସବୁ ଚୋରି ହେଇଯାଇଛି। ମିନିମମ୍ 5 ଲକ୍ଷ ପରେ ବରଂ ହେବ, କମ୍ ହେବନି। ଆମ 4ଟା ମନ୍ଦିରରେ ଚୋରି ହେଇଛି।